ସବୁଜ ଘାସ, ସୁନ୍ଦର ଗଛ, ପର୍ବତ ଏବଂ ସବୁଠାରୁ ସୁନ୍ଦର ସେଓ ଗଛଟିଏ ଥିଲା। ତାକୁ ଘେରି ରହିଥିବା ସୁନ୍ଦର ପୋଖରୀଟିଏ। ସେହି ଗଛ ପାଖରେ ମିଟୁ ଶୁଆ ତୁନି ଚଢ଼େଇ ରହୁଥିଲେ। ସେହି ଗଛରେ ଯାହା ଫଳ ଧରୁଥିଲା ତାକୁ ଦୁଇ ଜଣ ଯାକ ମିଶି ଗଛରୁ ତୋଳି ଖାଉଥିଲେ ଓ ଖୁସି ହେଉଥିଲେ। ଦିନେ ଦୁଇ ଜଣ ଜଙ୍ଗଲରେ ଏକାଠି ବୁଲୁଥିଲେ। ତାକୁ ଦେଖି କାଳୁ କାଉ ସହି ନ ପାରି ସେମାନଙ୍କ ମଧ୍ୟରେ ଝଗଡ଼ା ସୃଷ୍ଟି କରିବାକୁ ଚେଷ୍ଟା କଲା। ହେଲେ ମିଟୁ ଶୁଆ ଓ ଟୁନି ଚଢ଼େଇ ବହୁତ ଭଲ ସାଙ୍ଗ ଥିଲେ। ସେ କାହା କଥା ନ ଶୁଣି ଦୁହେଁ ତାଙ୍କ ଘରେ ଏକାଠି ରହୁଥିଲେ। ସେଇ ସେଓ ଗଛରେ ଯାହା ସେଓ ଫଳୁଥିଲା ଅଧା ବଜାରରେ ବିକ୍ରି କରି ଆଉ ଅଧେ ଖାଇବା ପାଇଁ ରଖୁଥିଲେ। କାଉ ଦିନେ ଭାବିଲା, ଆରେ କଥାଟା ହେଲେ ଏଇଠି, ସେ ଦୁଇ ଜଣ ଯାକ ମିଶି ଏଇ ଗଛରୁ ସେଓ ନେଇ ବିକ୍ରି କରି ଖାଉଛନ୍ତି। ଏଇ ଗଛକୁ ହାଣିଦେଲେ ସେ ଦୁଇ ଜଣ ଯାକ ଖାଇବା ପାଇଁ ଏଠି ସେଠି ବୁଲିବେ। ଏହା ଭାବି କାଉ ରାତିରେ ବଗିଚାକୁ ଆସିଲା ଓ ସେ ଗଛକୁ ହାଣିବାକୁ ଚେଷ୍ଟା କଲା। ସେ ଗଛକୁ ହାଣି ସେଇଠୁ ଲୁଚି ପଳାଇଲା। ସକାଳୁ ଟୁନି ଓ ମିଟୁ ଦୁଇ ଜଣ ବଗିଚାକୁ ଆସି ଦେଖିଲା ବେଳେ ଗଛକୁ କିଏ ହାଣି ଦେଇଛି ତାଙ୍କର ସନ୍ଦେହ କାଉ ଉପରେ ହେଲା। କାରଣ କାଉ ସେ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ସୃଷ୍ଟି କରିବାକୁ ଚେଷ୍ଟା କରୁଥିଲା। ସେଥିପାଇଁ ସେ ଦୁଇ ଜଣ ଯାକ ମିଶି କାଉ ପାଖକୁ ଗଲେ। କାଉ ପାଖକୁ ଯାଇ ତାକୁ ଦୁଇ ଜଣ ଯାକ ମିଶି ବହୁତ ଗାଳି କଲେ। ଶେଷରେ କାଉ ତା ଭୁଲ ବୁଝିପାରିଲା ଓ ସେମାନଙ୍କୁ କ୍ଷମା କରିଦିଅ ବୋଲି କହି ସେଇଠାରୁ ଚାଲିଗଲା। ଥରେ କୁକୁଡ଼ାର ଦେହ ବହୁତ ଖରାପ ହେଲା। ଏହା ଶୁଣି ତା ସାଙ୍ଗମାନେ ତାକୁ ଦେଖିବାକୁ ଆସିଲେ। ଦିନେ ବିଲେଇ ସେ କୁକୁଡ଼ାକୁ ଦେଖିବାକୁ ଆସି କହିଲା, କୁକୁଡ଼ା ଭାଇ, ତୁମର ଦେହ ଖରାପ କଥା ଶୁଣି ମୋର ମନ ବହୁତ ଦୁଃଖ ହେଲା। ତୁମର ଦେହ ଭଲ ହେବା ଯାଏ ମୁଁ ଏମିତି ସବୁଦିନ ତୁମ ପାଖକୁ ଆସିବି। ତୁମର କିଛି ଦରକାର ହେଲେ ତୁମେ ମୋତେ ନିଶ୍ଚୟ କହିବ। ଏହା ଶୁଣି ସେ କୁକୁଡ଼ା କହିଲା, ମୋର ଦେହ ତ ଭଲ ହୋଇଯିବ। ତୁମର ଆସିବା କିଛି ଦରକାର ନାହିଁ। ଦୁଷ୍ଟ ଲୋକମାନେ ସାହାଯ୍ୟ କରିବାକୁ ଆଗେଇ ଆସିଲେ ତାଙ୍କୁ ବିଶ୍ୱାସ କରିବା କଦାପି ଉଚିତ ନୁହେଁ। ଥ୍ୟାଙ୍କ ୟୁ। ଭିଡ଼ିଓଟି ଭଲ ଲାଗିଥିଲେ ପ୍ଲିଜ୍ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିଦେବେ।